ଅଭିମନ୍ୟୁ ମିଶ୍ର ଯାଜପୁର ଜିଲ୍ଲା ଉପଭୋକ୍ତା କମିଟିର ଜେନେରାଲ ସେକ୍ରେଟାରୀ। ଆମର ସଭାପତି ହେଉଛନ୍ତି ବିଦ୍ୟାଧର ମହାନ୍ତି। ବିଦ୍ୟାଧର ମହାନ୍ତି ଆସି ନଥିବାରୁ ମୁଁ ତାଙ୍କ ବଦଳରେ ଆମର ଗୋଟେ ଗ୍ରୁପ ଧରିକି ଆସିଥିଲୁ। ଆମ ସାଙ୍ଗରେ ମନୋରଞ୍ଜନ ମହେନ୍ଦ୍ର ଏମିତି ଅନେକ ନେତା ବି ଆସିଥିଲେ, ବିଭିନ୍ନ ବ୍ଲକରୁ ଆସିଥିଲେ। ପ୍ରାୟ 20-30 ଜଣ ଆସିଥିଲୁ। ଆଲୋଚନା ଥିଲା ଯେ ଟାଟା ପାୱାର ଯୋଉ ମନମାନି ତା ବିରୁଦ୍ଧରେ ଜନ ଆନ୍ଦୋଳନ କରିବା ପାଇଁ ସେଇଟା ଆମର ଥିଲା। ଆମେ ଯାଜପୁର ଜିଲ୍ଲାରୁ ପ୍ରାୟ ଆସିବୁ 5,000 ଊର୍ଦ୍ଧ୍ୱ ଲୋକ ଆସିବୁ। କିନ୍ତୁ ଆମେ ବର୍ତ୍ତମାନ 4 ତାରିଖରେ ଟାଟା ପାୱାର ବିରୁଦ୍ଧରେ ଗୋଟେ କନଭେନସନ କରୁଛୁ, ଯେଠି ଆମର ଗେଷ୍ଟ ହେଇକି ଯାଉଛନ୍ତି ପଞ୍ଚାନନ ଆମର ବରିଷ୍ଠ ସାମ୍ବାଦିକ ରବି ଦାସ ଆଉ ବିଭିନ୍ନ କର୍ମକର୍ତ୍ତା ମାନେ ଯାଉଛନ୍ତି। ଆମ ଏରିଆରେ 50 ଲୋକ ଆସିଥିଲେ, ଯାଜପୁର ଜିଲ୍ଲାର 50 ଲୋକ ଆସିଥିଲେ। ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଆସିଥିଲେ, କିନ୍ତୁ ସେ ତାଙ୍କର ଟିକେ କାମ ଥିଲା ବୋଲି ଆସିପାରିଲେନି। ଆମେ ତାଙ୍କର ମୁଁ ଜେନେରାଲ ସେକ୍ରେଟାରୀ ହିସାବରେ ତାଙ୍କୁ ନେଇକି ଆସିଥିଲି। ଆମର ଲିଡିଂ ନେଉଥିଲେ କିଏ ମହେନ୍ଦ୍ର ଆଉ ମନୋରଞ୍ଜନ, ଏମାନେ ବି ନେଇକି ଆସିଥିଲେ। ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଯୋଉ ଶୋଷଣ କରାଯାଉଛି ସେଥିରୁ ମୁକ୍ତି କରିବା। ବିଭିନ୍ନ ପ୍ରକାରର ଶୋଷଣ କରାଯାଉଛି, ସେଥିରୁ ସମସ୍ତଙ୍କୁ ମୁକ୍ତ କରିବା ହେଉଛି ଆମର କାମ ଏ ଉପଭୋକ୍ତା ମହାସଂଘ। ସେଇ ହିସାବରେ ସମସ୍ତ ଆଲୋଚନା ହେଲା, ପ୍ରସ୍ତାବ ମଧ୍ୟ ହେଲା। ଆଗାମୀ ଦିନରେ ଲଢ଼େଇ ପାଇଁ କ'ଣ କ'ଣ ତରିକା କେମିତି ସୃଷ୍ଟି କରିବ ସେ ପ୍ରସ୍ତୁତି ତିଆରି କରାଯିବ। ଗୋଟେ ପ୍ଲାଟଫର୍ମ ଅଛି ଯୋଉଠି ସବୁ ପଲିଟିକାଲ ପାର୍ଟିର ନେତା ମାନେ ଯାଇକରି କହନ୍ତି ଯେ ଆମେ ଏହାକୁ ସମର୍ଥନ କରୁଛୁ। ଆଜି ଦିନରେ ଓଡ଼ିଶାରେ ଅଛି। ଆଜି ଏଇ ଗୋଟିଏ ମାତ୍ର ପ୍ଲାଟଫର୍ମ ଯୋଉଠି ସବୁ ଦଳ, ଏପରି ବିଜେଡି ନେତା ମାନେ ଆସିଥିଲେ, ବିଜେଡି ଆସିଛି, ଆଉ ସବୁ ଲେଫ୍ଟ ପାର୍ଟି ମାନେ ଆସିଛନ୍ତି, କଂଗ୍ରେସ ଆସିଛି, ଆଉ କିଏ ବାକି ରହିଲା କିଏ? କେବଳ ଭାରତୀୟ ଜନତା ପାର୍ଟି। ଭାରତୀୟ ଜନତା ପାର୍ଟିର ଅନେକ ଲୋକ ବନ୍ଧୁ ମତେ ଫୋନ କରିଛନ୍ତି ଯେ ସେମାନେ ବି ତ ଉପଭୋକ୍ତା ନା, ତାଙ୍କର କ'ଣ ଇଏ କରୁନାହାନ୍ତି, ଅସୁବିଧାରେ ପଡୁନାହାନ୍ତି? ଆମର ଆପଣଙ୍କ ସହିତ ସମର୍ଥନ ଅଛି, କ'ଣ କରିବୁ? ଆମେ ଗୋଟେ ନିର୍ଦ୍ଦିଷ୍ଟ ଦଳର ଭିତରେ ଅଛୁ, ଯାହା ବିରୁଦ୍ଧରେ ଆପଣ କହିବେ ସେଠି ନ୍ୟାଚୁରାଲି ଏଇଟା ହେଲା। ସେମାନଙ୍କ ଭିତରେ ମଧ୍ୟ ଆମ ପ୍ରତି ଆଗ୍ରହ ରହିଛି, ଆମ ସମର୍ଥନ ରହିଛି। ମୁଁ ଆଶା କରିବି ଯେତେବେଳେ ଆନ୍ଦୋଳନ ହବ ସେମାନେ ମଧ୍ୟ ନିରବିକି ରହିବେ, ଆମ ଆନ୍ଦୋଳନ ତୀବ୍ର